ଜୟ ଜଗନ୍ନାଥ ସାଙ୍ଗମାନେ ତ ଆଜି ଦୋକାନକୁ ଆସିକି ସବୁ ମାଛକୁ ଦୋକାନ ସବୁ ଢାଳିକି ରଖି ସାରିଲା ପରେ ବାପା ବି ସବୁ ଅଖାରେ ସବୁ ମାଛକୁ ଦୋକାନ ସବୁ ଢାଳିକି ରଖି ଦେଇଥିଲେ। ତାପରେ ମୁଁ ବସିଥିଲି ସବୁ ମାଛ ମାନଙ୍କୁ ବିକିବାରେ। ତ ପ୍ରଥମ କଷ୍ଟମର ଦେଖାଥିଲା ଗୋଟେ ମିଟିଆଳି ମାଛ। ତାଙ୍କ ମିଟିଆଳି ମାଛକୁ ଓଜନ କରିକି ମୁଁ ଲାଗିଲି ତାଙ୍କ ମାଛ କାଟିବାରେ। ତ ଫଟାଫଟ ତାଙ୍କ ମାଛକୁ କାଟିକି ମୁଁ ସେ କଷ୍ଟମରକୁ ଦେଇ ଦେଇଥିଲି। ତାଙ୍କ ମାଛ ଦେଇ ସାରିଲା ପରେ ଆଉ ଜଣେ ଆମର ବେପାରୀ ଭାଇଙ୍କୁ ଦରକାର ଥିଲା 20 କିଲୋ ମାଛ। ତାଙ୍କର 20 କିଲୋ ମାଛକୁ ବାପା ଓଜନ କରିକି ତାଙ୍କୁ ଦେଇ ଦେଇଥିଲେ। ତାଙ୍କୁ ଦେଇ ସାରିଲା ପରେ ଏକା ସାଙ୍ଗେ ଦିଟା କଷ୍ଟମର ଆସିଥିଲେ। ସେ କହିଥିଲେ କି ଆମର ଗୋଟେ ମିଟିଆଳି ମାଛକୁ କାଟିକି ଆମକୁ କାଟିକି ଅଧା ଅଧା କରି ଦିଅନ୍ତୁ। ତାପରେ ମୁଁ ଲାଗିଲି ସେ ବଡ଼ ମିଟିଆଳି ମାଛକୁ କାଟିକି ଅଧା ଅଧା କରିବାରେ। ତାଙ୍କୁ ମିଟିଆଳି ମାଛକୁ ଅଧା ଅଧା କରିକି ମୁଁ ସେ କଷ୍ଟମରକୁ ଦେଇ ଦେଇଥିଲି। ତାଙ୍କୁ ଦେଇ ସାରିଲା ପରେ ଆମ ଚୋରଣୀ ବି ପଳେଇ ଆସିଥିଲା ମାଛର ଗାଲି ଖାଇବାକୁ। ଚୋରଣୀକୁ ମାଛର ଗାଲି ଦେଇ ସାରିଲା ପରେ ଆଉ ଜଣେ ବେପାରୀ ଭାଇ ଆସିଥିଲେ ତାଙ୍କ ଦୋକାନକୁ ମାଛ ନେବାକୁ। ତାଙ୍କୁ ଆଜି ଦରକାର ଥିଲା 10 କିଲୋ ମାଛ। ତାଙ୍କ 10 କିଲୋ ମାଛକୁ ଓଜନ କରି ବାପା ତାଙ୍କୁ ଦେଇ ଦେଇଥିଲେ। ତାପରେ ଆମର ଗାଁରୁ ଜଣେ ଆସିଥିଲେ ଜେଜେ। ତାଙ୍କୁ ଦରକାର ଥିଲା ଚାଇନା ରୋହି ମାଛ। ତାଙ୍କ ଚାଇନା ରୋହି ମାଛକୁ ଓଜନ କରିକି ବାପା ମୋତେ ଦେଇଥିଲେ କାଟିବାକୁ। ତାପରେ ମୁଁ ଲାଗିଲି ତାଙ୍କ ମାଛ କାଟିବାରେ। ତାଙ୍କ ମାଛକୁ କାଟିକି ତାଙ୍କୁ ମୁଁ ଦେଇ ଦେଇଥିଲି। ତାଙ୍କୁ ଦେଇ ସାରିଲା ପରେ ବାପାଙ୍କୁ କିଛି ଏତିକି ମାଛ ବସେଇକି ମୁଁ ଘରକୁ ପଳେଇ ଆଇଲି। ଭିଡ଼ିଓ ଭଲ ଲାଗିଥିଲା ଏଉଡ଼ିଆ ପିଲାକୁ ଟିକେ ସବସ୍କ୍ରାଇବ୍ କରିଦିଅନ୍ତୁ ନା। ରହୁଛି ଜୟ ଜଗନ୍ନାଥ।